गुड मॉर्निंग दर्शक बंधु। आज हूँ मार्च 25 तारिख बुधवार। चलतु केतोटी गुरुत्वपूर्ण खबर उपरे नजर पकाइबा। सेथिपाई भिडियोटी को शेष पर्यंत देखंतु एवं जदि चैनल रे नुआ रु आछंती ताहाले सब्सक्राइब करी बेल आइकन टी को दबाई दियंतु, जा फଳରେ नुआ नुआ अपडेट सर्वप्रथमे पाई परिबे। आजिर प्रथम खबर, ईरान अमेरिका युद्ध रे पाकिस्तान रो मध्यस्थता को नहीं खपा हेलाणी कांग्रेस। युद्ध एड़ाइबा पई ईरान एवं अमेरिका आलोचना रे सामिल हेबाकू राजी होइछंती। अमेरिकार राष्ट्रपति दाबी କରିଛନ୍ତି ଯେ ତିନୋଟି ଦେଶ ଏହି ପ୍ରକ୍ରିୟାରେ ମଧ୍ୟସ୍ଥତା କରୁଛି, ଯଦିଓ ସେ ସ୍ପଷ୍ଟ ଭାବରେ ଦେଶଗୁଡ଼ିକର ନାମ ନେଇ ନାହାନ୍ତି। ଆକ୍ସିଓସ୍ର ଏକ ରିପୋର୍ଟ ଦାବି କରିଛି ଯେ ମଧ୍ୟସ୍ଥତା ଭାବରେ କାର୍ଯ୍ୟ କରୁଥିବା ଦେଶମାନଙ୍କ ମଧ୍ୟରେ ପାକିସ୍ତାନ ମଧ୍ୟସ୍ଥତା କରୁଛି। ଏହି ସମୟରେ କଂଗ୍ରେସ ଦଳ ଏକ ପ୍ରତିକ୍ରିୟା ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ ଭାରତ ଆଲୋଚନା ଟେବୁଲରୁ ସ୍ପଷ୍ଟ ଭାବରେ ଅନୁପସ୍ଥିତ ଅଛି, ଏକ ପରିସ୍ଥିତି ଯାହାକୁ ଏହା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ। ପରବର୍ତ୍ତୀ ଖବର, ଯୁଦ୍ଧ ଭିତରେ 50 ବର୍ଷ ରେକର୍ଡ ଭାଙ୍ଗିଲା ସୁନା। ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ। ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟକା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ ଏକ ସଂଘର୍ଷପୂର୍ଣ୍ଣ ସମୟ ଗତ 50 ବର୍ଷ ରେକର୍ଡ ଭାଙ୍ଗି ଦେଇଛି। ପରିସଂଖ୍ୟାନ ଉପରେ ନଜର ପକାଇଲେ ଜଣାପଡ଼େ ଯେ କେବଳ 2024 ମାର୍ଚ୍ଚ ମାସରେ ପ୍ରାୟ 20% ମୂଲ୍ୟ ହ୍ରାସ ରେକର୍ଡ କରାଯାଇଥିଲା, ଯାହା 1975 ପରଠାରୁ ସର୍ବାଧିକ ମାସିକ ହ୍ରାସକୁ ଚିହ୍ନିତ କରିଥାଏ। ବର୍ତ୍ତମାନର ପରିସ୍ଥିତି 1975 ସ୍ଥିତିକୁ ମନେ ପକାଏ, ଯେତେବେଳେ ସୁନା ବଜାରରେ ସମାନ ଦୁର୍ଘଟଣା ପରିଲକ୍ଷିତ ହୋଇଥିଲା। ଡିସେମ୍ବର 1974ରେ ସୁନା ଏହାର ସର୍ବକାଳୀନ ଶୀର୍ଷରେ ପହଞ୍ଚିଥିବା ଖବର ମିଳିଛି। ପରବର୍ତ୍ତୀ ଖବର, ସରକାରଙ୍କ ଉପରେ ବର୍ଷିଲେ ନବୀନ। ଏସ୍ସିବି ମେଡିକାଲ ପୋଡ଼ି ଘଟଣାର ରାଜ୍ୟ ରାଜନୀତିରେ ହଇଚଇ। ଶାସକ ବିରୋଧୀଙ୍କ ମଧ୍ୟରେ ଚାଲିଛି ଆରୋପ ଏବଂ ପ୍ରତ୍ୟାରୋପର ଲଢ଼େଇ। କେତେବେଳେ ବିରୋଧୀ ଶାସକଙ୍କୁ କହୁଛି ତ ଆଉ କେତେବେଳେ ଶାସକ ବିରୋଧୀଙ୍କ ଟାର୍ଗେଟ କଲେଣି। ଏସବୁ ଭିତରେ ମଙ୍ଗଳବାର ଦିନ ପୁଣି ଥରେ ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ଏସ୍ସିବି ମେଡିକାଲ ପୋଡ଼ି ଘଟଣାକୁ ନେଇ 9 ଦିନ ବିତି ସାରିଲାଣି, ତଥାପି କୌଣସି ବି କେନ୍ଦ୍ରମନ୍ତ୍ରୀ ମେଡିକାଲ ପରିଦର୍ଶନ କରିନାହାନ୍ତି। କିନ୍ତୁ ଯେତେବେଳେ ଗୋଟିଏ ଘରୋଇ ହସ୍ପିଟାଲରେ ନିଆଁ ଲାଗିଥିଲା, ସେତେବେଳେ ଅନେକ କେନ୍ଦ୍ରମନ୍ତ୍ରୀ ଆସିଥିଲେ। ଏବେ କାହିଁକି ଆସୁନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବା ସୂଚନା ମିଳିଛି। ପରବର୍ତ୍ତୀ ଖବର, ଏଥର ବିନା ଓଟିପିରେ ମିଳିବନି ଗ୍ୟାସ ସିଲିଣ୍ଡର। ସରକାର ବଦଳାଇଲେ ନିୟମ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଦେଶବ୍ୟାପୀ ଦେଖାଦେଇଥିବା ଏଲ୍ପିଜି ଅଭାବକୁ ଦୃଷ୍ଟିରେ ରଖି ସରକାର ଏକାଧିକ ନିୟମ ପ୍ରଣୟନ କରୁଛନ୍ତି। ସାଧାରଣ ଗ୍ରାହକଙ୍କ ସୁବିଧା ବୃଦ୍ଧି କରିବା ପାଇଁ ଏହି ନୂତନ ନିୟମ ପ୍ରସ୍ତୁତ କରାଯାଉଛି। ଏହି ନିୟମଗୁଡ଼ିକ ମଧ୍ୟରେ ଓଟିପି ବାଲା ନିୟମ ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟାବଶ୍ୟକ। ନୂତନ ଢାଞ୍ଚା ଅନୁଯାୟୀ ଗ୍ରାହକମାନେ ସେମାନଙ୍କର ଏଲ୍ପିଜି ସିଲିଣ୍ଡରର ଡେଲିଭରି ପାଇବେ ନାହିଁ ଯଦି ସେମାନେ ଅନୁରୂପ ଓଟିପି ପ୍ରଦାନ ନ କରନ୍ତି। ଏହି ନିୟମ ଏବେ ସମଗ୍ର ଦେଶରେ ଧୀରେ ଧୀରେ କାର୍ଯ୍ୟକାରୀ ହେଉଛି। ଦିଲ୍ଲୀ ଏବଂ ମୁମ୍ବାଇ ଭଳି ପ୍ରମୁଖ ମହାନଗର ଅଞ୍ଚଳରେ ଅନେକ କମ୍ପାନୀ ଏହି ଓଟିପି ଆଧାରିତ ସିଷ୍ଟମ ବ୍ୟବହାର କରି ଏଲ୍ପିଜି ସିଲିଣ୍ଡର ବିତରଣ କରିବା ଆରମ୍ଭ କରିସାରିଛନ୍ତି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଧର୍ମାନ୍ତୀକରଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଧର୍ମ ପରିବର୍ତ୍ତନ କଲେ ଏସ୍ସି ମାନ୍ୟତା ରଦ୍ଦ। ଧର୍ମାନ୍ତୀକରଣକୁ ନେଇ ସୁପ୍ରିମକୋର୍ଟର ବଡ଼ ରାୟ। କୌଣସି ବ୍ୟକ୍ତି ହିନ୍ଦୁ, ଶିଖ ଓ ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମକୁ ଆପଣାଇଲେ ଅନୁସୂଚିତ ଜାତିର ସଦସ୍ୟ ଭାବେ ଗ୍ରହଣ କରାଯିବ ନାହିଁ। ଅନ୍ୟ କୌଣସି ଧର୍ମରେ ସାମିଲ ହେଲେ ଅନୁସୂଚିତ ଜାତିର ମାନ୍ୟତା ସମାପ୍ତ ହେବ। ଆନ୍ଧ୍ରପ୍ରଦେଶର ହାଇକୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ କହିଛି ଯେ ହିନ୍ଦୁ ଧର୍ମ, ଶିଖ ଧର୍ମ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମର ବ୍ୟକ୍ତି ଅନୁସୂଚିତ ଜାତି ବା ଏସ୍ସି ମାନ୍ୟତା କିମ୍ବା ଏହା ସହିତ ଜଡ଼ିତ ସୁବିଧା ପାଇବା ପାଇଁ ହକଦାର ନୁହନ୍ତି ବୋଲି କୋର୍ଟ କହିଥିବା ସୂଚନା ମିଳିଛି। ପରବର୍ତ୍ତୀ ଖବର, ବଡ଼ ଦୁର୍ଘଟଣା। ସେନା ବିମାନ କ୍ରାସ୍, ଥିଲେ 100ରୁ ଅଧିକ ସୈନିକ। ଆସିଲା ବଡ଼ ଦୁଃଖର ଖବର, ଉଡ଼ାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ଯେଉଁଥିରେ ଥିଲେ ପ୍ରାୟ 100ରୁ ଅଧିକ ସୈନିକ। କଲମ୍ବିଆରେ ଏକ ବଡ଼ ସାମରିକ ବିମାନ ଦୁର୍ଘଟଣା ଘଟିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ 110 ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ପୁଏର୍ଟୋ ଲେଗୁଇଜାମୋ ନିକଟରେ ଉଡ଼ାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ରେଳଯାତ୍ରୀଙ୍କୁ ଲାଗିଲା ଶକ୍ତ ଝଟକା। ଟିକେଟ କ୍ୟାନସେଲ କଲେ ଏଣିକି କରାଯିବନି ଟଙ୍କା ଫେରସ୍ତ। ଟିକେଟ କଳାବଜାରୀ ରୋକିବା ପାଇଁ ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ ଯାତ୍ରୀମାନେ ପୂର୍ବ ପରି ଟିକେଟ ବାତିଲ କରିବା ପରେ ସମ୍ପୂର୍ଣ୍ଣ ରିଫଣ୍ଡ ପାଇପାରିବେ ନାହିଁ, ବରଂ ବାତିଲକରଣ ସମୟ ଉପରେ ଆଧାର କରି ରିଫଣ୍ଡ ପରିମାଣ କାଟି ନିଆଯିବ। ନୂତନ ନିୟମ ଅନୁଯାୟୀ ଯଦି ଜଣେ ଯାତ୍ରୀ ଟ୍ରେନର ନିର୍ଦ୍ଧାରିତ ପ୍ରସ୍ଥାନ ସମୟର 8 ଘଣ୍ଟା ପୂର୍ବରୁ ଟିକେଟ ବାତିଲ କରନ୍ତି, ତେବେ ସେମାନଙ୍କୁ କୌଣସି ରିଫଣ୍ଡ ମିଳିବ ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।
ପରବର୍ତ୍ତୀ ଖବର ଆକାଶରେ ବଢ଼ିବ ଭାରତର ଦବଦବା। ବାୟୁସେନାରେ ସାମିଲ ହେବ 114 ଯୁଦ୍ଧ ବିମାନ। ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଗାମୀ 2026-27 ଆର୍ଥିକ ବର୍ଷ ସୁଦ୍ଧା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି। ଏଥିରେ 114ଟି ମଲ୍ଟି ରୋଲ୍ ରାଫେଲ ଯୁଦ୍ଧ ବିମାନ, 60ଟି ମିଡିୟମ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଏବଂ ଅତିରିକ୍ତ ଏୟାରବୋର୍ନ ଅର୍ଲି ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ ସାମିଲ ରହିଛି। ସଂସଦର ସ୍ଥାୟୀ କମିଟିକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଖବର ବଢ଼ିଲା ସେନ୍ସେକ୍ସ, ଖସିଲା ସୁନା ଦର। ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଡଲାର ମହଙ୍ଗା ହେବା କାରଣରୁ ନିବେଶକମାନେ ଏବେ ସୁନା ବଦଳରେ ଡଲାରରେ ନିବେଶ କରୁଛନ୍ତି। ସେପଟେ ଇରାନ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରମଣ ସ୍ଥଗିତ ନେଇ ଘୋଷଣା ପରେ ଆଜି ସେୟାର ମାର୍କେଟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି। ମୁମ୍ବାଇ ସୂଚକାଙ୍କ ସେନ୍ସେକ୍ସ 1500 ପଏଣ୍ଟ ବଢ଼ିଛି। ବଜାର ଖୋଲିଲା ବେଳକୁ 1500 ପଏଣ୍ଟ ବୃଦ୍ଧି ସହ ସୂଚକାଙ୍କ 74,112ରେ କାରବାର ଆରମ୍ଭ କରିଥିଲା। ଏହା ଫଳରେ ପ୍ରାରମ୍ଭିକ କାରବାରରେ ନିବେଶକଙ୍କୁ 5 ଲକ୍ଷ କୋଟି ଟଙ୍କା ଫାଇଦା ହୋଇଛି। ସେହିପରି ନିଫ୍ଟିରେ ମଧ୍ୟ 400 ପଏଣ୍ଟ ବୃଦ୍ଧି ଦେଖାଦେଇଛି। 22,009 ପଏଣ୍ଟ ସହ କାରବାର ଆରମ୍ଭ କରିଛି ନିଫ୍ଟି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର ଆଇପିଏଲ୍ 2026 ପୂର୍ବରୁ ଘୋଷଣା ହେଲା ଇଣ୍ଡିଆ ସାଉଥ ଆଫ୍ରିକା ଟି20 ସିରିଜ୍ ପାଇଁ ଭାରତୀୟ ଦଳ। ଆଇପିଏଲ୍ 2026ର ଉଦ୍ଘାଟନୀ ଦିନ ଯେତିକି ପାଖେଇ ଆସୁଛି, ଟୁର୍ଣ୍ଣାମେଣ୍ଟକୁ ନେଇ ଉତ୍ସାହ ସେତେ ବଢ଼ିବାରେ ଲାଗିଛି। ଏହି ବର୍ଦ୍ଧିତ ଉତ୍ସାହ ମଧ୍ୟରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବା ବିସିସିଆଇ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଆଗାମୀ ଟି20 ସିରିଜ୍ ପାଇଁ ଦଳ ଘୋଷଣା କରିଛି। ଭାରତୀୟ ମହିଳା କ୍ରିକେଟ ଦଳ 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ଯାଉଛି ଏବଂ ଏହି ଗସ୍ତ ପାଇଁ ଏବେ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି 15 ଜଣିଆ ଦଳରେ 2 ଜଣ ଖେଳାଳି ପ୍ରଥମ ଥର ପାଇଁ ଅଂଶଗ୍ରହଣ କରୁଛନ୍ତି। ତେବେ ଏଥିରେ ମଧ୍ୟ ଦଳ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ରହିବ ବୋଲି ସୂଚନା ମିଳିଛି। ଆଜିର ଖବରକୁ ଏଇଠି ରଖୁଛି। ପୁଣି ନେଇ ଆସିବି ଲେଟେଷ୍ଟ ଅପଡେଟ୍। ସେ ପର୍ଯ୍ୟନ୍ତ ବିଦାୟ ନେଉଛି। ଜୟ ହିନ୍ଦ।